सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ଆଲୋଚନା କରିବା ବନ୍ଧନ କିପରି ପ୍ରାପ୍ତ ହୁଏ। ଆମେ ଜାଣିବା ଦରକାର ଯେ ଚେତନକୁ କାହା ଦ୍ୱାରା ବନ୍ଧନ ପ୍ରାପ୍ତ ହୁଏ। ଯଦି ଆମେ ଏହା ଜାଣିପାରିବା ତେବେ ଆମେ ତାଠାରୁ ଦୂରେଇ ଯାଇ ମୁକ୍ତ ହୋଇପାରିବା ପାଇଁ ଉପାୟ କରିପାରିବା ବା ଯତ୍ନ କରିପାରିବା। ଚେତନକୁ ବନ୍ଧନ ପ୍ରାପ୍ତ ହୋଇଛି ଜଡ଼ ସଂସାର ଦ୍ୱାରା। ଜଡ଼ ଚେତନ ବ୍ୟତୀତ ସଂସାରରେ ତୃତୀୟ ବସ୍ତୁ କିଛି ନାହିଁ, କିନ୍ତୁ ପ୍ରକୃତରେ ଚେତନକୁ ଜଡ଼ ସଂସାର ଦ୍ୱାରା ବନ୍ଧନ ପ୍ରାପ୍ତ ହୋଇଛି। ବର୍ତ୍ତମାନ ଆମେ ଜାଣିବା ଦରକାର ଯେ ଜଡ଼ ପଦାର୍ଥ କିପରି ଚେତନକୁ ବାନ୍ଧିପାରେ। କ'ଣ ଦଉଡ଼ି ନିଜେ ବଳଦକୁ ବା ବଳଦ ବେକକୁ ଯାଇ ବାନ୍ଧିପାରିବ? ଦଉଡ଼ି ଜଡ଼, ସେ ଚେତନକୁ ବାନ୍ଧି ପାରିବ ନାହିଁ। ଚେତନ ଜଡ଼କୁ ଯଦି ବାନ୍ଧିପାରେ, ଯଦି ସଂସାରରେ ଚେତନକୁ ବନ୍ଧନ ହୋଇଛି, ତେବେ ଚେତନ ନିଜେ ଜଡ଼ ସଂସାରରେ ବନ୍ଧା ପଡ଼ିଛି। କାରଣ ଜଡ଼ ଚେତନକୁ ବାନ୍ଧି ନପାରେ। ବଳଦକୁ ଯଦି କେହି ଦଉଡ଼ିରେ ବାନ୍ଧିଥାଏ, ତେବେ ସେ ନିଶ୍ଚିତ ଚେତନ। ଶରାବ ନିଜେ କାହା ମୁହଁ ପାଖକୁ ଯାଏ ନାହିଁ। ଶରାବ ପିଆଲା ବା ଗ୍ଲାସ ବା କପ୍ ମଣିଷ ନିଜେ ଧରି ମୁହଁକୁ ଟେକି ନିଏ। ଜୁଆ ଖେଳର ପଶା ବା ଦାନା ଯେଉଁଥିରେ ଜୁଆ ଖେଳାଯାଏ, ଆପେ ଆପେ କାହାରି ହାତକୁ ଯାଏ ନାହିଁ। ମନୁଷ୍ୟ ନିଜ ହାତରେ ଧରି ତାର ବନ୍ଧନରେ ପଡ଼ିଯାଏ। ଶରାବ ପିଇବାର ସଉକ ଲୋକେ ନିଜ ମଧ୍ୟରେ ସୃଷ୍ଟି କରନ୍ତି। ଶରାବ ନିଜକୁ ପିଇବାର ସଉକ କେବେ କରୁନଥାଏ। ଖରାପ ବିଷୟ ବନ୍ଧନରେ ମଣିଷ ନିଜେ ପଡ଼ିଯାଏ। ଖରାପ ବିଷୟ କାହାରିକୁ ବନ୍ଧନରେ ପକାଏ ନାହିଁ। ରାଜାଙ୍କର ଗୋଲାମୀର ଫାଇଦା ଦେଖି ଲୋକମାନେ ଯତ୍ନ କରି ଏହା ସ୍ୱୀକାର କରନ୍ତି। ଚାକିରି କାହାରିକୁ ବାନ୍ଧି ରଖିପାରେ ନାହିଁ। ଚେତନ ନିଜେ ନିଜ ବନ୍ଧନକୁ ତିଆରି କରି ସେଥିରେ ନିଜେ ବାନ୍ଧି ହୋଇଥାଏ। ନିଜ ହାତରେ ମଣିଷ ସୁନା, ରୂପା, ପିତ୍ତଳ, ମାଟି, କାଠ, ପଥରର ଭଗବାନ ତିଆରି କରି ଓ ନିଜେ ଭଗବାନ ମାନିବାର ବାହାନା କରି ତାର ଚାକର ହୋଇଥାଏ। ଆମେ ଯେଉଁ ବନ୍ଧନକୁ ନିଜେ ତିଆରି କରିଛେ, ସେଥିରୁ ମୁକ୍ତି ପାଇବାକୁ ଡେରି ହେବ ନାହିଁ। ଏହା ସବୁଠାରୁ ହେଉଛି ସରଳ। ଯଦି ସତ୍ୟ ଜ୍ଞାନ ହୋଇଯାଏ, ତେବେ ମୁକ୍ତିପ୍ରାପ୍ତ ସଂସାରରେ ସବୁ କାମ ମଧ୍ୟରେ
ସବୁଠାରୁ ସହଜ ଅଟେ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟ ଜୀବ, ଜୟ ଜୀବ, ଜୟ ଜୀବ।